ଆଜି ସକାଳୁ ନିତ୍ୟକର୍ମ ସରିଲା ପରେ ସୂର୍ଯ୍ୟଙ୍କୁ ଟିକେ ଦେଇଦେଲି ପାଣି, ଚଉଁରାରେ ଟିକେ ପାଣି ଦେଇଦେଇକି ଆସିଗଲି ଠାକୁର ଘରକୁ। ଠାକୁର ଘର ଟିକେ ପୁଛାପୁଛି କରି ଠାକୁରଙ୍କୁ ଟିକେ ପ୍ରଣାମ କରିଦେଲି। ପ୍ରଣାମ କରିସାରିଲା ପରେ ମାଉସୀଙ୍କର ସେଇ ନିତ୍ୟାନି କାମ ଆଉ। ପୂଜା ସରିଲା ମାନେ ଚାହା ଟିକେ କରିକି ଧରିକି ବାରିକାନି ଅନେଇ ପିଇଦେଲି ଚାହାଟା। ଶାଗ ଆସିଥିଲା ତାକୁ କିଣିକିରି ଟିକେ ବଛାବଛି କରି ରଖିଦେଲି। ତାପରେ ଜଳଖିଆ ପାଇଁ ତିଆରି କଲି ଚକୁଳି ପିଠା। ଏପଟେ ବସେଇଛି ଡାଲମା ସିଝିଲା ପରେ ତାକୁ ଟିକେ ଫୁଟଣ କରିଦେଲି। ମଉସାଙ୍କୁ ଦେଇଦେଲି ଚକୁଳିକୁ ଡାଲମା। ତାପରେ ନାତିକି ଖୁଆଇସାରି ମୁଁ ମଧ୍ୟ ଧରିକି ବସି ପଡ଼ିଲି ଡାଲମାକୁ ଚକୁଳି ପିଠା। ତାପରେ ଭାଜିଲି ଶାଗର ରେସିପିଟି ଦେବି ଆଉ ଗୋଟିଏ ବ୍ଲଗ୍ରେ। ରୋଷେଇଟି ସରିଲା ପରେ ଟିକେ ଘର ଦ୍ୱାର ସବୁ ସଫାସୁତୁରା କରିଦେଲି। ଆଉ ରିନାର ବ୍ଲାଉଜ୍ ଦେବି କୁମାର ପୂର୍ଣ୍ଣିମାକୁ ପିନ୍ଧିବା ପାଇଁ, ସେଥିପାଇଁ ବାରିକାନି ଦୋକାନ ଖୋଲିକି ବସି ପଡ଼ିଲି। ଆଉ ମୋତେ ଦେଖିକି ମୋ ଯା ମଧ୍ୟ ଆସିକି ମୋ ପାଖରେ ବସି ପଡ଼ିଲେ। ଦି ଯା କଥାବାର୍ତ୍ତା ହିଁ ହାତ କାମ କଲି। ଖାଇବା ଟାଇମ୍ ହେଲେ ଖାଇବ ଆଉ। ଆଶା କରୁଛି ଆଜିର ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି।